আমাদের লড়তে হয়েছে ভিলেন, আমরা কিন্তু হারিনি। মমতা দিদি ইস্তফা দেবাকু মনা কলে ଆଉ ଏବେ କହିଲେ ଆମର ସବୁ ବିଧାୟକ ପିନ୍ଧିବେ କଳା ପୋଷାକ। ହଁ ଆଜ୍ଞା, କହିଲେ ଯଦି ସରକାର ଏମିତି କରନ୍ତି ତାହେଲେ ମୁଁ ଛାଡ଼ିବିନି। ବିଧାନସଭାକୁ ଯେତେବେଳେ ଆମର ବିଧାୟକ ମାନେ ଯିବେ ସେମାନେ ସମସ୍ତେ ପିନ୍ଧିବେ କଳା ପୋଷାକ। ହେଲେ କାହିଁକି କହିଲେ ଏମିତି ମମତା? ତେବେ ଦକ୍ଷିଣ କୋଲକାତାର କାଳିଘାଟ ସ୍ଥିତ ବାସଭବନରେ ମମତା ବାନାର୍ଜୀ 80 ଜଣ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ 71 ଜଣଙ୍କ ସହିତ ଆଜି ଏକ ବୈଠକ କରିଛନ୍ତି। ବୈଠକ ସମୟରେ ସେ ସ୍ପଷ୍ଟ ଚେତାବନୀ ଦେଇଥିଲେ ଯେ ଦଳ କିମ୍ବା ଏହାର ଶୀର୍ଷ ନେତୃତ୍ୱଙ୍କ ବିରୁଦ୍ଧରେ କୌଣସି ପ୍ରକାର ବିଦ୍ରୋହ କିମ୍ବା ବିରୋଧକୁ ବରଦାସ୍ତ କରାଯିବ ନାହିଁ। ଆଉ ମମତା ବାନାର୍ଜୀ କହିଛନ୍ତି ଯେ ଦଳର କିଛି ନିଜସ୍ୱ ଲୋକ ତାଙ୍କୁ ଦୁର୍ବଳ କରିଛନ୍ତି। আমাদের লড়তে হয়েছে ভিলেন, আমাদের 100 সিট জোর করে লুট করা হয়েছে। ଜଣେ ବରିଷ୍ଠ ଟିଏମସି ନେତାଙ୍କ ଅନୁଯାୟୀ ମମତା ବୈଠକ ସମୟରେ କହିଥିଲେ ଆମର କିଛି ନିଜସ୍ୱ ଲୋକ ଆମକୁ କ୍ଷତି ପହଞ୍ଚାଇଛନ୍ତି, ଆମେ ସମସ୍ତ ଅଭିଯୋଗର ତଦନ୍ତ କରିବୁ। ତେ ମମତା ବାନାର୍ଜୀ ନିର୍ବାଚନ ଫଳାଫଳ ସମ୍ପର୍କରେ ଦୃଢ଼ ମତ ପୋଷଣ କରିଥିଲେ। ସେ କହିଥିଲେ ଆମେ ଜନାଦେଶକୁ ସମ୍ମାନ କରୁଛୁ, ତଥାପି ମୁଁ ଇସ୍ତଫା ଦେବି ନାହିଁ। ଏହା ନିର୍ବାଚନ ପ୍ରକ୍ରିୟା ବିରୁଦ୍ଧରେ ଆମର ପ୍ରତିବାଦ। ଯଦି ସେମାନେ ମୋତେ ବରଖାସ୍ତ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ଏହା କରିବାକୁ ଦିଅନ୍ତୁ। ମୁଁ ଏହାକୁ ଏକ କଳା ଦିବସ ଭାବରେ ପାଳନ କରିବାକୁ ଚାହୁଁଛି ବୋଲି ମମତା କହିଛନ୍ତି। ସେ ସମସ୍ତ ବିଧାୟକଙ୍କୁ କଳା ପୋଷାକ ପିନ୍ଧି ବିଧାନସଭାର ପ୍ରଥମ ଅଧିବେଶନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଜାଲିଆତି ହୋଇଛି ଏବଂ ଦାବି କରିଥିଲେ ଯେ ଟିଏମସି ପାଖରେ ଫଳାଫଳକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ସେମାନେ ଏହି ମାମଲାକୁ ଅନ୍ତର୍ଜାତୀୟ ଫୋରମକୁ ମଧ୍ୟ ନେଇଯିବେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଭାସ୍କର।